ବଢ଼ୁଛି ଫୋନ୍ ଜବ୍ର ଚାହିଦା। ଗୋଟିଏ ସମୟ ଥିଲା ଯେତେବେଳେ ଲୋକଙ୍କ ପାଖରେ ଚାକିରିର ଅଧିକ ବିକଳ୍ପ ନଥିଲା। ମୁଖ୍ୟତଃ ଇଞ୍ଜିନିୟର, ଡାକ୍ତର, ଶିକ୍ଷକ ଆଦି କ୍ୟାରିୟର ବିକଳ୍ପ ବାଛିବାକୁ ପଡ଼ୁଥିଲା। ବର୍ତ୍ତମାନ ସମୟ ବଦଳି ଯାଇଛି ଏବଂ କ୍ୟାରିୟର ପାଇଁ ମଧ୍ୟ ବିକଳ୍ପ ବଦଳି ଯାଇଛି। ଏବେ ଫୋନ୍ ଜବ୍ ବା ମଜାଦାର ଚାକିରି ବଢ଼ିବାରେ ଲାଗିଛି। ଏହାକୁ ପଢ଼ିବା, ବୁଝିବା ଏବଂ ଆଗକୁ ବଢ଼ିବା। ଅନେକ ପିତାମାତା, ଅଭିଭାବକ, ବନ୍ଧୁ ପରିଜନ 10ମ ଶ୍ରେଣୀରେ ଜଣେ ଭାଇ କିମ୍ବା ଭଉଣୀ ଅଧିକ ନମ୍ବର ଆଣିଲେ ସମସ୍ତେ ତାହାକୁ ବିଜ୍ଞାନ ପଢ଼ିବା ପାଇଁ ପ୍ରଭାବିତ କରିଥାନ୍ତି। ବାସ୍ତବିକ ଏହି ପ୍ରଭାବିତ ଭିତରେ ଯଦି ଜଣେ ଛାତ୍ର କିମ୍ବା ଛାତ୍ରୀ ନିଜକୁ ନ ପଚାରି ପ୍ରଭାବିତ ହୁଏ, ପରବର୍ତ୍ତୀ ସମୟରେ ଅନେକ ଅସୁବିଧାର ସାମ୍ନା କରେ। 10ମ ପରେ ପ୍ରତ୍ୟେକ ଛାତ୍ରଛାତ୍ରୀ କେଉଁ ଷ୍ଟ୍ରିମ୍ରେ ବା ବିଭାଗରେ ପଢ଼ିବେ? ଆର୍ଟ, ସାଇନ୍ସ, କମର୍ସ ଆଣ୍ଡ ଭୋକେସନାଲ। ଆଉ ସେହି ଷ୍ଟ୍ରିମ୍ ଗୁଡ଼ିକରେ କେଉଁ ସବଜେକ୍ଟ ରହିଛି ତାହା ମଧ୍ୟ ଜାଣିବାକୁ ପଡ଼ିବ। ତାହାକୁ ନେଇ ଦ୍ୱନ୍ଦ୍ୱରେ ଥାନ୍ତି। ବିଜ୍ଞାନ, କଳା କିମ୍ବା ବାଣିଜ୍ୟ କେବଳ ପାଠପଢ଼ାର ନୁହେଁ ବରଂ କ୍ୟାରିୟରର ଦିଗ ନିରୂପଣ କରେ। ତେଣୁ ଷ୍ଟ୍ରିମ୍ ଚୟନ ତରବରିଆ ଭାବେ ନେବା ଅନୁଚିତ। ଏହା ସହିତ ବର୍ତ୍ତମାନ ଭୋକେସନାଲ କ୍ୟାରିୟର ବିଲ୍ଡିଂ ପାଇଁ ଏକ ସୁଯୋଗ ତିଆରି କରୁଛି। ପଢ଼ିବା, ବୁଝିବା, ଆଗକୁ ବଢ଼ିବା। ତେଣୁ କୌଣସି ବିଷୟ ସହଜ ଭାବି ତାହା ଉପରେ ଆମେ ଯଦି ଗୁରୁତ୍ୱ ନ ଦେବା ତାହେଲେ ନିଶ୍ଚିତ ଭାବରେ ଅନେକ ସମସ୍ୟା ଦେଖାଦେବ। ତେଣୁ 10ମ ପରେ ପିତାମାତା, ଛାତ୍ରଛାତ୍ରୀ କେଉଁ ଷ୍ଟ୍ରିମ୍ରେ ପାଠ ପଢ଼ିବେ ତାହାର ଏକ କ୍ୟାରିୟର କାଉନସେଲିଂ, ଇଫେକ୍ଟିଭ କ୍ୟାରିୟର କାଉନସେଲିଂ ଆବଶ୍ୟକ ହୁଏ। ଏ କ୍ଷେତ୍ରରେ SK ଏଜୁକେସନ ଟ୍ରାକ୍ ନିରନ୍ତର ଭାବରେ ଅନେକ ଭିଡ଼ିଓ, ଅନେକ ସୂଚନା ଆପଣମାନଙ୍କୁ ଦେଇ ଆସୁଅଛି। ତେଣୁ ଫେବୃଆରୀ ମାସରେ ପରୀକ୍ଷା ସରିବା ପରେ ପରେ ନିଜେ ଛାତ୍ର ଜାଣିପାରିବ ମୋର କେତେ ମାର୍କ ଆସିବ, ଆଉ କ୍ୱେଶ୍ଚିନ୍କୁ ଦେଖିଲା ପରେ ମୁଁ କ'ଣ କରିବି, କେତେ ମାର୍କ ଆଣିବି, କେଉଁ ଷ୍ଟ୍ରିମ୍ରେ ପାଠ ପଢ଼ିବି ନିର୍ଦ୍ଧାରଣ କରି ଗ୍ରୀଷ୍ମ ସମୟରେ ତାହାର 50% ପାଠ ଶେଷ କରିବା ଦରକାର। ବିଶେଷତଃ ଭୋକେସନାଲ ଷ୍ଟ୍ରିମ୍ ଆଗାମୀ ଦିନରେ ଅନେକ ଡିମାଣ୍ଡ ରହୁଛି। ଭୋକେସନାଲ ଷ୍ଟ୍ରିମ୍ରେ କ'ଣ କ'ଣ ସବୁ ରହିଛି ସବଜେକ୍ଟ ତାହା ମଧ୍ୟ ଆମେ ଆପଣଙ୍କୁ ବହୁ ପୂର୍ବରୁ ସୂଚନା ଦେଇସାରିଛୁ। ତେଣୁ ନିବେଦନ, ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ଭଲ ଭାବରେ ନିଷ୍ପତ୍ତି ନିଅନ୍ତୁ ଯାହା ଆପଣଙ୍କୁ ଆଗକୁ ଭଲରେ ନେଇପାରିବ।